ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। तृतीय अध्याय कर्मयोग। व्याख्या। अज्ञान माने व्यक्तिगत स्वार्थ सिद्धि पाई अक्लांत परिश्रम करती। ज्ञानी व्यक्ति माने ठीक सही परि लोक शिक्षा तथा अज्ञान मानकु ईश्वरीय मार्ग परिचालित करिबा पाई यथासाध्य कर्म करिबा उचित। सेमानकर निस्वार्थ ओ अनासक्त कर्म प्रवणता देखि अज्ञान मनीष माने कर्मर प्रकृत रस आस्वादन करिपारिबे, आनंद पाइबे एवं कर्म करिबा पाई अनुप्राणित हेबे। ज्ञानी एवं अज्ञान उभयଙ୍କ कर्मरे प्रभेद एतिकी जे अज्ञान निज स्वार्थ पाई कर्म करे, ज्ञानी निज पाई किछि न करी ଲୋକମାନଙ୍କୁ ନିସ୍ୱାର୍ଥ ଓ ଅନାସକ୍ତ କର୍ମର ଶିକ୍ଷା ଦେବା ପାଇଁ ଈଶ୍ୱରୀୟ ସେବା ଭାବନାରେ ସତତ କର୍ମରତ ରୁହନ୍ତି। ସେମାନେ କେବଳ ଉପଦେଶ ଦେବା ଛଳରେ ଅଜ୍ଞାନମାନଙ୍କୁ ବୈରାଗ୍ୟ ଓ କର୍ମଯୋଗର କଥା କୁହନ୍ତି ନାହିଁ, କାରଣ ଏହାଦ୍ୱାରା ସେମାନଙ୍କର ଅଜ୍ଞାନମାନଙ୍କ ବୁଦ୍ଧିରେ ଦ୍ୱନ୍ଦ୍ୱ ଉତ୍ପନ୍ନ ହେବ। ଏହାଦ୍ୱାରା ସେମାନେ କର୍ମ ବିମୁଖ ହୋଇ ସଂସାରରେ ସମ୍ମୁଖୀନ ହେବା ପରିବର୍ତ୍ତେ ନିଷ୍କ୍ରିୟ ଓ ଉଦାସୀନ ହୋଇପଡ଼ିବେ। କର୍ମ ସନ୍ନ୍ୟାସ ପ୍ରତି ସେମାନଙ୍କର ଅହେତୁକ ଅନୁରାଗ ସୃଷ୍ଟି ହେବ। ଏହାଦ୍ୱାରା ସମାଜର ସାମଗ୍ରିକ ଅଭିବୃଦ୍ଧି ବ୍ୟାହତ ହେବ। ପୁରୁଷ ବା ଆତ୍ମା ପ୍ରକୃତିର ସହାୟତା ବିନା କୌଣସି କର୍ମ କରିପାରିବ ନାହିଁ। ସତ୍ତ୍ୱ ରଜ ତମ ପ୍ରକୃତି ଜନିତ ଏହି ଗୁଣ ତ୍ରୟ ଦ୍ୱାରା ହିଁ ସମସ୍ତ କର୍ମ ସମ୍ପାଦିତ ହୁଏ ଏବଂ ଆତ୍ମାରେ ଏହି କର୍ମଗୁଡ଼ିକର ଫଳ ସଂସ୍କାର ରୂପେ ପ୍ରତିଫଳିତ ହୁଏ। କିନ୍ତୁ ପୁରୁଷ ଯେତେବେଳେ ବିସ୍ମୃତି ବା ଅଜ୍ଞାନତା ହେତୁ ନିଜକୁ ଶରୀର ବୋଲି ମନେ କରେ, ସେତେବେଳେ ତାର ଅହଙ୍କାର ଉତ୍ପନ୍ନ ହୁଏ ଏବଂ ସେ ନିଜକୁ ପ୍ରତ୍ୟେକ କର୍ମର କର୍ତ୍ତା ବୋଲି ମନେ କରେ। ଏହାଦ୍ୱାରା କର୍ମରେ ଆସକ୍ତି ଆସିଥାଏ, ଯାହା ଯୋଗର ପରିପନ୍ଥୀ। କାରଣ ମୋହଗ୍ରସ୍ତ ଆତ୍ମା ନିଜର ବାସ୍ତବିକ ସ୍ୱରୂପ ଭୁଲିଯାଇ ମୁଁ ଶରୀର ବୋଲି ନିଜକୁ ମନେ କରେ। ତେଣୁ ସମସ୍ତ କର୍ମ ସର୍ବତୋଭାବେ ପ୍ରକୃତିର ସତ୍ତ୍ୱ ରଜ ଓ ତମଃ ଗୁଣ ତ୍ରୟ ଦ୍ୱାରା ହେଉଥିଲେ ମଧ୍ୟ ମିଥ୍ୟା ଅଭିମାନ ବଶତଃ ବ୍ୟକ୍ତି ନିଜକୁ କର୍ତ୍ତା ବୋଲି ମନେ କରେ। ଅହଂ କରମିତି ବୃଥାଭିମାନଂ ସ୍ୱକର୍ମସୁ ତ୍ୟକ୍ତେ କ୍ରୋଧିतो ଜନାଃ। ଅନ୍ତଃକରଣ ଶୁଦ୍ଧ ନ ହେବା ପର୍ଯ୍ୟନ୍ତ ଜ୍ଞାନ ଉଦୟ ହୁଏ ନାହିଁ। ଜ୍ଞାନର ଅଭାବରେ ବ୍ୟକ୍ତି ଇନ୍ଦ୍ରିୟ ଓ ଇନ୍ଦ୍ରିୟମାନଙ୍କ ଭୋଗ୍ୟ ବିଷୟଗୁଡ଼ିକ ଦ୍ୱାରା ଆସକ୍ତ ହୋଇପଡ଼େ। ଇନ୍ଦ୍ରିୟାତୀତ ଆତ୍ମିକ ସୁଖର ଧାରଣା ସେମାନଙ୍କର ନଥାଏ। ସାଂସାରିକ ଭୋଗକୁ ହିଁ ସେମାନେ ସର୍ବୋପରି ମନେ କରନ୍ତି। ସେଥିପାଇଁ ସେମାନେ ସେଗୁଡ଼ିକର ପ୍ରାପ୍ତି ପାଇଁ ଦେବପୂଜା ତଥା ସ୍ଥୂଳ ଯଜ୍ଞାଦି କର୍ମକାଣ୍ଡରେ ପ୍ରବୃତ୍ତ ହୁଅନ୍ତି। ପ୍ରକୃତ ଜ୍ଞାନ ଅଭାବରୁ ସେମାନେ ପରମାତ୍ମା ପ୍ରାପ୍ତି ପାଇଁ କର୍ମ କରିବା ବଦଳରେ ନାଶବାନ ଭୋଗ ପ୍ରାପ୍ତି ପାଇଁ କର୍ମ କରନ୍ତି। ତଥାପି ସେମାନେ ତାମସିକ ବ୍ୟକ୍ତିମାନଙ୍କ ଠାରୁ ଶ୍ରେଷ୍ଠ ଅଟନ୍ତି, କାରଣ ତାମସିକ ବ୍ୟକ୍ତି ଅଧର୍ମକୁ ଧର୍ମ ଓ ଧର୍ମକୁ ଅଧର୍ମ ଭାବି ସେହିପରି ଆଚରଣ କରେ। ତେଣୁ ଗୀତା ଅଜ୍ଞାନ ବ୍ୟକ୍ତିଙ୍କୁ ତାମସିକ ବ୍ୟକ୍ତି ଅପେକ୍ଷା ଖୁବ୍ ଭଲ ବୋଲି ସ୍ୱୀକାର କରିଛି। କାରଣ ଅଜ୍ଞାନ ବ୍ୟକ୍ତିଙ୍କୁ ଯଥାର୍ଥ ଜ୍ଞାନ ପ୍ରାପ୍ତି ହେଲେ ସେମାନେ ଭୋଗ ବାସନାରୁ ନିବୃତ୍ତ ହୋଇ ଈଶ୍ୱରୀୟ ମାର୍ଗରେ ପରିଚାଳିତ ହେବେ। ତେଣୁ ଜ୍ଞାନୀ ବ୍ୟକ୍ତି ସେମାନଙ୍କୁ ଧୈର୍ଯ୍ୟପୂର୍ବକ ସେମାନଙ୍କ ବିଶ୍ୱାସରେ ଆଘାତ ନ ପହଞ୍ଚାଇ ଈଶ୍ୱରୀୟ ଜ୍ଞାନର ଯଥାର୍ଥ ସ୍ୱରୂପ ବୁଝାଇବା ଉଚିତ। ସେମାନଙ୍କ ସ୍ୱାର୍ଥକୈନ୍ଦ୍ରିକ କର୍ମର ଗତିକୁ ପରମାର୍ଥ ମାର୍ଗ ଆଡ଼କୁ ଯୁକ୍ତି ପୂର୍ବକ ମୋଡ଼ିଦେବା ଉଚିତ। ସମସ୍ତ କର୍ମକୁ ପରମାତ୍ମାର୍ପଣ କରିବା ପାଇଁ ଶିକ୍ଷା ଦେବା ଉଚିତ। ଏଥିପାଇଁ ଜ୍ଞାନୀ ବ୍ୟକ୍ତି ନିଷ୍କାମୀ, ନିରହଙ୍କାରୀ ଓ ସନ୍ତାପହୀନ ହେବା ଉଚିତ ଏବଂ ଯୁଦ୍ଧଭିତ୍ତିକ ରୀତିରେ ଏହି ଈଶ୍ୱରୀୟ କାର୍ଯ୍ୟରେ ଲାଗି ପଡ଼ିବା ଉଚିତ।
ନିରାଶୀ ନିର୍ମମୋ ଭୂତମ୍ ଯୁଧସ୍ୟ ବିଗତ ଜ୍ୱରଃ। ଯେଉଁମାନେ ଶ୍ରଦ୍ଧାପୂର୍ବକ ଈଶ୍ୱରୀୟ ମହାବାକ୍ୟକୁ ଜୀବନରେ ପ୍ରୟୋଗ କରିବା ପାଇଁ କର୍ମରେ ପ୍ରବୃତ୍ତ ରହନ୍ତି, ସେମାନଙ୍କ ଜୀବନ ଆଧ୍ୟାତ୍ମିକତା ସମ୍ପନ୍ନ। ସେମାନେ ଜ୍ଞାନୀ। ଶ୍ରଦ୍ଧା ଅନୁସାରେ ହିଁ କର୍ମରେ ସଫଳତା ଓ ବିଫଳତା ମିଳେ। ଶ୍ରଦ୍ଧା ବିଶ୍ୱାସର ପର୍ଯ୍ୟାୟବାଚୀ ଶବ୍ଦ ନୁହେଁ। କୌଣସି ବିଷୟକୁ ଜୀବନରେ ଆଚରଣ କରିବାର ଦୃଢ଼ ଆନ୍ତରିକ ସଂକଳ୍ପର ନାମ ହେଉଛି ଶ୍ରଦ୍ଧା। ତେଣୁ ଯେଉଁମାନେ ଶ୍ରଦ୍ଧାପୂର୍ବକ ନିଃସଂଶୟ ଓ ନିଃସଂକଳ୍ପ ଭାବେ ଈଶ୍ୱରୀୟ ମତାନୁସାରେ ଜୀବନ ନିର୍ବାହ କରନ୍ତି, ସେମାନେ ମଧ୍ୟ କର୍ମବନ୍ଧନରୁ ମୁକ୍ତ ହୁଅନ୍ତି। ଅପରପକ୍ଷରେ ଯେଉଁମାନେ ସଂଶୟୀ ଓ ସନ୍ଦେହୀ, ଯେଉଁମାନେ ଈଶ୍ୱରୀୟ ମତରେ ମଧ୍ୟ ଦୋଷ ଦର୍ଶନ କରନ୍ତି ଏବଂ ନିଜ ପାଣ୍ଡିତ୍ୟରେ ଅଭିମାନ ବା ଅଜ୍ଞାନତା ବଶତଃ ତାର ଅନୁସରଣ କରନ୍ତି ନାହିଁ, ସେମାନଙ୍କର କଲ୍ୟାଣ ଆଦୌ ସମ୍ଭବ ନୁହେଁ। ଏହିପରି ବ୍ୟକ୍ତିଙ୍କୁ ଗୀତା ମୂର୍ଖ ବୋଲି କହିଛି। ଏମାନେ ଆସୁରୀ ପ୍ରବୃତ୍ତି ସମୂହର ବଶବର୍ତ୍ତୀ ହୋଇ ଅଧୋପତିତ ହୁଅନ୍ତି। କ୍ରମଶଃ ଓମ୍ ଶାନ୍ତି।